ସମସ୍ତଙ୍କୁ ମୋର ରାଣୀଙ୍କ ଜୟଗୁରୁ। ଆଉ ଗୋଟିଏ ବାଣୀର ଆଲୋଚନା ରଖିବା। ଯାହା କିଛି କର ନା କାହିଁକି ତା ଭିତରେ ସତ୍ୟ ଦେଖିବାକୁ ଚେଷ୍ଟା କର। ସତ୍ୟ ଦେଖିବା ମାନେ ହିଁ ତାକୁ ଆଦ୍ୟପାନ୍ତ ଜାଣିବା, ଆଉ ତାହା ହିଁ ଜ୍ଞାନ। ଯାହା ତୁମେ ଜାଣ ନାହିଁ ଏପରି ବିଷୟରେ ଲୋକଙ୍କୁ ଉପଦେଶ ଦେବାକୁ ଯାଅ ନାହିଁ। ଶ୍ରୀ ଠାକୁର ଜଣେ ଅତ୍ୟନ୍ତ ବାସ୍ତବବାଦୀ ପୁରୁଷ ଥିଲେ। ସେ କହୁଥିଲେ, ଯାହା ନିଜେ ଆଚରଣ କରୁନାହଁ ବା ଯାହା ବିଷୟରେ ତୁମର ସମ୍ୟକ୍ ଜ୍ଞାନ ନାହିଁ ତାହା ଅନ୍ୟକୁ କହିବା ଏକ ଅପରାଧ। ଯଦି ଆମେ ନ ଜାଣି ଅନ୍ୟକୁ ଉପଦେଶ ଦେବା ତେବେ ସେଥିରେ ଅନ୍ୟର କ୍ଷତି ହେବ ଏବଂ ସମାଜରେ ଭ୍ରମ ସୃଷ୍ଟି ହେବ। ଠାକୁରଙ୍କ ଦର୍ଶନ କହେ ଯେ ଜୀବନକୁ ସାର୍ଥକ କରିବାକୁ ହେଲେ ପ୍ରତିଟି ବିଷୟରେ ମୂଳକୁ ଯାଅ, ମାନେ ସତ୍ୟତାକୁ ଦେଖ, ତାକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କର ଏବଂ ନିଜେ ସେହି ପଥରେ ନ ଚାଲି ଅନ୍ୟକୁ କେବେ ବି ମିଥ୍ୟା ବା ଅଧା ଜ୍ଞାନର ଉପଦେଶ ଦିଅ ନାହିଁ। ଏହା ହିଁ ମଣିଷକୁ ଜଣେ ସଚ୍ଚୋଟ ଯାଜକ ଭାବରେ ଗଢ଼ି ତୋଳେ। ମହାଭାରତର ବନ ପର୍ବରେ ଯକ୍ଷ ଯେତେବେଳେ ଯୁଧିଷ୍ଠିରଙ୍କୁ ପଚାରିଲେ, ପ୍ରକୃତ ପଣ୍ଡିତ ବା ଜ୍ଞାନୀ କିଏ? ଯୁଧିଷ୍ଠିର ଉତ୍ତର ଦେଇଥିଲେ, ଶାସ୍ତ୍ର ପଢ଼ିବା ଦ୍ୱାରା କେହି ଜ୍ଞାନୀ ହୁଏ ନାହିଁ। ଯିଏ ସତ୍ୟ ପଥରେ ଚାଲେ ଏବଂ ଯାହାର ଆଚରଣ ଶୁଦ୍ଧ, ସିଏ ହିଁ ଜ୍ଞାନୀ। ଯିଏ ଜଣେ ବହୁତ ଶାସ୍ତ୍ର ଜାଣିଛି କିନ୍ତୁ ତାର ପ୍ରକୃତ କାରଣ ବା ସତ୍ୟକୁ ନିଜେ ପାଳନ କରୁନାହିଁ, ତେବେ ସେ ଅନ୍ୟକୁ ଉପଦେଶ ଦେବାର ଅଧିକାର ହରାଇଥାଏ। ଆଉ ଗୋଟିଏ ଉଦାହରଣ, ରାଜା ଜନକଙ୍କୁ ବିଦେହ ବା ପରମଜ୍ଞାନୀ ବୋଲି କୁହାଯାଏ। ସେ କୌଣସି ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ନ ଜାଣି କେବେ ବି ରାଜସଭାରେ ବିଚାର କରୁନଥିଲେ କି କାହାକୁ ଆଦେଶ ମଧ୍ୟ ଦେଉନଥିଲେ। ସେଥିପାଇଁ ଦେବତାମାନେ ମଧ୍ୟ ଜ୍ଞାନ ଚର୍ଚ୍ଚା ପାଇଁ ରାଜା ଜନକଙ୍କ ପାଖକୁ ଆସୁଥିଲେ। ସେ ସେହି ବିଷୟରେ ହିଁ କହୁଥିଲେ ଯାହା ସେ ନିଜେ ଅନୁଭବ କରିଛନ୍ତି। ଜୟଗୁରୁ।